ବିରାଟ ଗୀତା ଚତୁର୍ଥ ଅଧ୍ୟାୟ ଅର୍ଜୁନ ଉବାଚ ଅର୍ଜୁନ ବିନୟ ଭାବରେ ପଡ଼ଇ ଗୋବିନ୍ଦ ପୟରେ ହେ ବିଶ୍ୱେଶ୍ୱର ନାରାୟଣ ଅନାଦି ପରମ କାରଣ କଥାଏ ପଡ଼ିଲା ମୋ ମନେ କହିବା ହେଉ ଦିବ୍ୟ ଜ୍ଞାନେ ବଡ଼ ଦେଉଳ କେ ଅଟଇ କାହାକୁ ନୀଳଚକ୍ର କହି ତିନି ମୂର୍ତ୍ତି ଯେ ତହିଁଛନ୍ତି କେ କେଉଁଠାରେ ଯଦୁପତି 18 ନଳାକାକୁ କହି ବଡ଼ ଦାଣ୍ଡ ଟିକେ ବୋଲାଇ ଜଗମୋହନ ଘର କେହୁ କହିବା ହେଉ ମହାବାହୁ ମଣୋହି ସ୍ଥାନ ଯେ ଅଟଇ ରୋଷେଇ ଶାଳ କେ ବୋଲାଇ କାହାକୁ କହି ସିଂହାସନ ଚନ୍ଦନ ଅରଗଳି କେ ପୁଣ କାହାକୁ ସିଂହଦ୍ୱାର କହି ଶ୍ରୀନନ୍ଦୀ ଘୋଷ କେ ବୋଲାଇ 16 ଚକଟି କେହୁ ପୁଣ ଚାରି ଦେବଙ୍କ କେଉଁ ସ୍ଥାନ ତୁଳସୀ ଚଉରାରେ ପୁଣ ଚାରି ଦେବଙ୍କ କେଉଁ ସ୍ଥାନ କାହାକୁ କହି ଚାରି ବଟ କେବଣ ଠାରେ ଚାରି ମଠ ପାତାଳ ବୋଲାଏ କେ ପୁଣି କାହାକୁ ମର୍ତ୍ତ୍ୟ ବୋଲି ଜାଣି ସ୍ୱର୍ଗ ବୋଲିଣ କାକୁ କହି ଏକଥା କହି ଭାବଗ୍ରାହୀ କାହାକୁ କହି ଯାଜପୁର ବ୍ରହ୍ମାର କେବଣ ନଗର କପିଳାସ ଟିକେ ବୋଲାଇ ବୈକୁଣ୍ଠପୁର କାକୁ କହି କାହାକୁ ବୋଲି ଗୋଲାହାଟ କେଉଁଠାରେ କଳାରାୟଟ କାଉଁରୀ ପାଟଣାଟି କେହୁ ଏକଥା କହ ମହାବାହୁ ସାତବାରଙ୍କ ସ୍ଥାନ କାହିଁ ଚନ୍ଦ୍ର ସୂର୍ଯ୍ୟ ଟିକେ ବୋଲାଇ ପୂର୍ବ ଦିଗଟି କେହୁ ପୁଣ ପଶ୍ଚିମ କେହୁ ଯେ ପ୍ରମାଣ ଦକ୍ଷିଣ ଦିଗ କେ ହୋଇଲା ଉତ୍ତର କେହୁ ବୋଲାଇଲା ଏବେ ହୋ ଚାରି ମେଘ କାହିଁ ଆଜ୍ଞା କର ହେ ଭାବଗ୍ରାହୀ ଦିବସ କାହାକୁ କହି ରାତ୍ର ବୋଲେଣ କେ ଅଟଇ ଗଙ୍ଗା ଯମୁନା ନଦୀ କାହିଁ ତ୍ରିବେଣୀ କେହୁ ଯେ ବୋଲାଇ ନିର୍ଣ୍ଣୟ କରି କହ ଫେଇ ଶୁଣିଲେ ନିସ୍ତରିବି ମୁହିଁ ଶ୍ରୀ ଭଗବାନ ବାଚ ଅର୍ଜୁନ ବାକ୍ୟେ ଚକ୍ରଧର ବୋଲନ୍ତି ଶୁଣ ଭକ୍ତ ସାର ବଡ଼ ଦେଉଳ ବୋଲି ଯାହା ନିଶ୍ଚୟ ଏ ତୋହର କାୟା ନନ୍ଦିଘୋଷଟି ଯାହା କହି ଅର୍ଜୁନ ଏ ତୋହର ଦେହି ଆଣ୍ଠୁରୁ କଟିଯାଏ ପୁଣ ଏ ତିନି ଚକ୍ର ହୋ ଅର୍ଜୁନ ନାଭି ହୃଦୟ କଣ୍ଠ ଘେନି ଏ ତିନି ଅଟଇ ଯେ ପୁଣି ହସ୍ତ ଅଙ୍ଗୁଷ୍ଠି ଖୁଆଯାଏ ଏ ପୁଣି ଅଷ୍ଟଚକ୍ର ହୁଏ ଆବର ଚକଟି କପାଳ ଏମନ୍ତ ହୋଇଲା ଏ 16 ଚକଟି ଏ ପ୍ରମାଣ ତୋ ଆଗେ କହିଲେ ଅର୍ଜୁନ ବଡ଼ ଦାଣ୍ଡଟି ଯାହା କହି ଅର୍ଜୁନ ତୋର ମୁଖ ସେହି 22 ପାବଛଟି ପୁଣ କଣ୍ଠ ତଳକୁ ହେ ଅର୍ଜୁନ 18 ନଳା ଯାହା କହି ତୋହରି ଗଳା ସେ ଅଟଇ ତୁଳସୀ ଚଉରା ଯେ ପୁଣ କଣ୍ଠ ତଳକୁ ହୋ ଅର୍ଜୁନ ଗୁହ୍ୟକୁ ଯାଜପୁର କହି ନାଭିଟି ବ୍ରହ୍ମପୁର ହୋଇ ହୃଦୟ ଅଟେ ବିଷ୍ଣୁପୁର କଣ୍ଠ କପିଳାସ କନ୍ଦର ବୈକୁଣ୍ଠପୁର ମୁଖ ହୋଇ ତାଳୁକୁ ସ୍ୱର୍ଗଦ୍ୱାର କହି ତାଳୁକୁ କହି ନେତ୍ରବାନା କପୋଳ କାଉଁରୀ ପାଟଣା କପୋଳ ଉପରଟି ଯେହୁ ଗୋଲାହାଟଟି ବୁଝ ସେହୁ ନାସିକା ବେନି ପୁଡ଼ା ଯେହି ବେନିଆ ଲଟ ବୋଲି କହି ତିନି ଅକ୍ଷର ତିନି ମୂର୍ତ୍ତି ତୋହର ଚକ୍ଷୁରେ ଅଛନ୍ତି ଗରୁଡ଼ ସ୍ତମ୍ଭ ମନ ହୋଇ ମଣୋହି କୋଠା ନଶା କହି
ତାଳୁକୁ ପୂର୍ବ ଦିଗ କହି ନାସାଟି ପଶ୍ଚିମ ଅଟଇ ବାମ କର୍ଣ୍ଣ ଉତ୍ତର ଜାଣ ଡାହାଣ କର୍ଣ୍ଣ ଯେ ଦକ୍ଷିଣ ଚାରି ମଠଙ୍କ ନାମ ଶୁଣ ଚତୁର୍ଥ ମଠ ମୁଖ ପୁଣ ଏମନ୍ତେ ହେଲା ମଠ ଚାରି ତୋ ଆଗେ କହିଲି ବିସ୍ତାରି ଚାରି ମେଘଙ୍କ ସ୍ଥାନ ମାନ ତୋ ଆଗେ କହିବା ଅର୍ଜୁନ ଆବର୍ତ୍ତ ମେଘ ତାକୁ କହି ଚକ୍ଷୁଟି ସମ୍ବର୍ତ୍ତ ବୋଲାଇ ଆବର୍ତ୍ତ ମେଘ ତାଳୁ କହି ଚକ୍ଷୁଟି ସମ୍ବର୍ତ୍ତ ବୋଲାଇ ପୁଷ୍କର ନାସା ତୋ ପ୍ରମାଣ ମୁଖ ତୋ ଅଟେ ଦ୍ରୋଣ ଜାଣ ଏହାକୁ ଚାରି ମେଘ କହି ଶୁଣ ଅର୍ଜୁନ ମନ ଦେଇ କହିବା ଏବେ ଚାରି ବଟ ଶୁଣ ତୁ ଯୁଧିଷ୍ଠି କନିଷ୍ଠ ତାଳୁକୁ କହି କଳ୍ପବଟ ବାଞ୍ଛା ବଟଟି ଚକ୍ଷୁ ଶ୍ରେଷ୍ଠ ଦେବନାଶନ ବଟ ନାସା ବଂଶୀ ବଟର ମୁଖ ବସା ଏମନ୍ତେ ଚାରି ବଟ ହେଲା ଶୁଣ ତୁ କୁନ୍ତି ଦେବୀ ବଳା ସାତବାରଙ୍କ ସ୍ଥାନ ମାନ ଫେଡ଼ି କହିବା ହୋ ଅର୍ଜୁନ ଡାହାଣ ନାସା ରବିବାର ବାମ ନାସିକା ସୋମବାର ମଙ୍ଗଳ ଡାହାଣଟି ଚକ୍ଷୁ ବୁଧବାର ଯେ ବାମ ଚକ୍ଷୁ ବାମ କର୍ଣ୍ଣଟି ଶୁକ୍ରବାର ଡାହାଣ କର୍ଣ୍ଣ ଶନିବାର ଗୁରୁବାରଟି ଜିହ୍ୱା କହି ଏମନ୍ତେ ସାତବାର ଏହି ଗଙ୍ଗା ଯମୁନା ନଦୀ ଦୁଇ ତ୍ରିବେଣୀ ଆଦି ଦେବା କହି ଯମୁନା ବାମନା ସାବାଇ ଦକ୍ଷିଣ ପୁଡ଼ା ଗଙ୍ଗା ହୋଇ ଏଥି ମଧ୍ୟରେ ସରସ୍ୱତୀ ଏମନ୍ତେ ତ୍ରୟ ନଦୀ ସ୍ଥିତି ଚାରି ବେଦ ହିଁ କହି ଦେବା ତୋ ମନୁ ସଂଶୟ ଫେଡ଼ିବା ମୁଖ ଯେ ରୁକ ଦେବସ୍ଥାନ ନାସାଟି ସାମ ବେଦ ଜାଣ ମୁଖ ଯେ ରୁକ ବେଦ ସ୍ଥାନ ନାସାଟି ସାମ ବେଦ ଜାଣ ଚକ୍ଷୁରେ ଯଜୁର୍ବେଦ ବସେ ଅଥର୍ବ ବେଦ କର୍ଣ୍ଣ ଦେଶେ ଶିଶୁ ବେଦଟି ଶୂନ୍ୟ ଥାଇ ଏମନ୍ତେ ପାଞ୍ଚ ବେଦ କହି ବ୍ରହ୍ମାଣ୍ଡ ଯେତେ ବିଧିମତ ପିଣ୍ଡରେ ଅଛନ୍ତି ସମସ୍ତ ପିଣ୍ଡ ବ୍ରହ୍ମାଣ୍ଡ ଏକମତ ତୋ ଆଗେ କହିଦେଲି ତତ୍ତ୍ୱ ବ୍ରହ୍ମାଣ୍ଡେ ବୁଡ଼ିଣ ମର ଏ ପିଣ୍ଡେ ସର୍ବ ହେତୁ କର ବିରାଟ ଗୀତାମାନ କହି ଗୁପତ ବ୍ରହ୍ମଜ୍ଞାନ ଏହି କହି ବଳରାମ ଦାସ ସୁଜନ ପାଦେ ମୋର ଆସ इति श्री विराट गीतायां वैयासिक्यां परमहंस्यां संहितायां श्री हरि अर्जुन संवादे पिंड ब्रह्म ज्ञान कथने नाम चतुर्थोऽध्यायः। हरे कृष्ण 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 हरे 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 राम 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 हरे हरे हरि बोलो।